ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଭଉଣୀମାନେ, ପୁନର୍ବାର ଆପଣମାନଙ୍କୁ ମୋର ପ୍ରେମ ନମସ୍କାର ଜଣାଏ। ପ୍ରଭୁ ଆମ ସମସ୍ତଙ୍କୁ ଆଜି ଦିନରେ ବିଶେଷ ଭାବରେ ତାଙ୍କର ବାକ୍ୟ ଶୁଣିବାରେ, ଗ୍ରହଣ କରିବାରେ ସାହାଯ୍ୟ କରନ୍ତୁ। ଯୀଶୁଖ୍ରୀଷ୍ଟ କହିଲେ, ଯଦି ଗହମ ବୀଜ ଭୂମିରେ ପଡ଼ି ନ ମରେ ତେବେ ସେ ଏକାକୀ ରହେ, ଯଦି ପଡ଼ି ମରେ ତେବେ ସେ ଅନେକ ଫଳ ଫଳିବ। ସ୍ତିଫାନଙ୍କର ଜୀବନ ଈଶ୍ୱରଙ୍କର ହସ୍ତରେ ଗୋଟିଏ ବୀଜ ସଦୃଶ ଥିଲା। ଯେତେବେଳେ ଆମେ ପ୍ରେରିତ ବୃତ୍ତାନ୍ତ ପାଠ କରିଛୁ, ଯେତେବେଳେ ମଣ୍ଡଳୀ ପ୍ରତି ତାଡ଼ନା ଆସିଲା, ସେତେବେଳେ ସ୍ତିଫାନଙ୍କୁ ଈଶ୍ୱର ତାଙ୍କର ରାଜ୍ୟ ବିସ୍ତାର କରିବା ନିମନ୍ତେ ଏକ ସାଧାରଣ ଦିଖନ ପଦରେ ନିଯୁକ୍ତ କଲେ। କିନ୍ତୁ ପୂର୍ଣ୍ଣ ସମର୍ପିତ ଜୀବନ, ବିଶ୍ୱାସର ଜୀବନ, ପବିତ୍ର ଆତ୍ମାଙ୍କର ପୂର୍ଣ୍ଣତାର ଜୀବନରେ ଯେତେବେଳେ ସ୍ତିଫାନ ନିଜ ଜୀବନକୁ ପ୍ରଭୁଙ୍କ ହସ୍ତରେ ସମର୍ପଣ କଲେ, ତାଙ୍କୁ ମୂଲ୍ୟ ଦେବା ପାଇଁ ପଡ଼ିଲା। ଫଳରେ ଆମେ ପାଠ କରୁଛୁ, ପ୍ରେରିତ ତାର 11 ପର୍ବରେ ଲେଖାଯାଉଛି, ଯେତେବେଳେ ସ୍ତିଫାନଙ୍କର ସକାଶେ ଘଟିଥିବା କ୍ଲେଶ ହେତୁ ଯେଉଁମାନେ ଛିନ୍ନ ଭିନ୍ନ ହୋଇ ଯାଇଥିଲେ, ସେମାନେ ଫୈନିକିଆ, କୁପ୍ର, ଆନ୍ତିଓଖିଆ ପର୍ଯ୍ୟନ୍ତ ଭ୍ରମଣ କରି କେବଳ ଯିହୁଦୀମାନଙ୍କର ବିନା ଅନ୍ୟ କାହା ନିକଟରେ ସୁସମାଚାର ପ୍ରଚାର କରିନଥିଲେ। ଆମେ ଲକ୍ଷ୍ୟ କରିଛୁ ଯେ ତାର ନାଁ ସବୁବେଳେ ସବୁ ଅବସ୍ଥାରେ ଆଜି ପର୍ଯ୍ୟନ୍ତ ମଧ୍ୟ ସୁସମାଚାର ସେବା କାର୍ଯ୍ୟର ଅଗ୍ରଗଣୀ ହେଇ ଆସିଛି। ସ୍ତିଫାନଙ୍କର ମୃତ୍ୟୁରେ ଲେଖାଯାଉଛି ଯେ ବିଶ୍ୱାସୀମାନେ, ସାଧାରଣ ବିଶ୍ୱାସୀମାନେ, ଜେରୁସାଲେମର ବିଶ୍ୱାସୀମାନେ, ସେମାନେ ଚାରିଆଡ଼େ ଛିନ୍ନ ଭିନ୍ନ ହେଇଗଲେ। ତାହା ଆକସ୍ମିକ ନଥିଲା, ତାହା ଈଶ୍ୱରଙ୍କର ଯୋଜନା ମଧ୍ୟରେ ଥିଲା। ଲେଖାଯାଉଛି ଯୁଆଡ଼େ ଯୁଆଡ଼େ ବିଶ୍ୱାସୀମାନେ ଗଲେ, ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିମନ୍ତେ ଏକ ବାସ୍ତବ ଖ୍ରୀଷ୍ଟୀୟ ଜୀବନ କାଟିବା ପାଇଁ ଆରମ୍ଭ କଲେ। ପୁଣି ତହିଁ ସଙ୍ଗେ ସଙ୍ଗେ ସେମାନେ ଯୀଶୁଙ୍କର ବିଷୟ ମଧ୍ୟ ଯେଉଁମାନଙ୍କୁ ସାକ୍ଷାତ କଲେ, ସେମାନଙ୍କର ନିକଟରେ ସେମାନେ ଅଂଶୀ ହେଲେ। ଫଳରେ ଲେଖାଯାଏ, ସେମାନେ ବିଭିନ୍ନ ସ୍ଥାନ ପରେ ଭ୍ରମଣ କରୁ କରୁ ସେମାନେ ଆନ୍ତିଓଖିଆ ପର୍ଯ୍ୟନ୍ତ ସେମାନେ ଆସିଲେ। ଲେଖାଯାଏ ଯେ ଏହି ଆନ୍ତିଓଖିଆ ମଣ୍ଡଳୀ ପରବର୍ତ୍ତୀ ସମୟରେ ଏକ ସୁସମାଚାରୀୟ ମଣ୍ଡଳୀ ଭାବରେ ପରିଗଣିତ ହୋଇଥିଲା। ତେବେ ଆଜି ଆମେ ଏହି ବିଷୟ ଉପରେ ଚିନ୍ତା କରିବା ଯେ ଆନ୍ତିଓଖିଆ ମଣ୍ଡଳୀ କିପରି ଭାବରେ ଏକ ସୁସମାଚାରୀୟ ମଣ୍ଡଳୀ ଭାବରେ ପରିଗଣିତ ହୋଇଥିଲା। ତାହା ଈଶ୍ୱରଙ୍କର ଯୋଜନା ଥିଲା। ପରବର୍ତ୍ତୀ ସମୟରେ ଆମେ ପାଠ କରିବା କିପରି ଭାବରେ ଏହି ଆନ୍ତିଓଖିଆ ମଣ୍ଡଳୀର ଭାଇ ଭଉଣୀମାନଙ୍କ ଦ୍ୱାରା, ଉଦ୍ୟୋଗ ଦ୍ୱାରା ତାହାର ଚାରିପାଖରେ ଅନେକ ଅନେକ ଅଞ୍ଚଳ ଗୁଡ଼ିକରେ ସୁସମାଚାର ବ୍ୟାପିବା ପାଇଁ ଆରମ୍ଭ କଲା। ତେବେ ଏହି ଆନ୍ତିଓଖିଆ କେଉଁପରି ସ୍ଥାନରେ ଥିଲା? ଲେଖାଯାଉଛି ରୋମିଓ ସାମ୍ରାଜ୍ୟର ତାହା ଥିଲା ଏକ ମହତ୍ୱପୂର୍ଣ୍ଣ, ଏକ ବଡ଼ ସହର ଥିଲା। ସମୁଦ୍ର କୂଳରେ ଅବସ୍ଥାନ କରୁଥିବା ହେତୁ ତାହା ଏକ ବ୍ୟବସାୟର କେନ୍ଦ୍ର ଥିଲା, ଅର୍ଥ ଉପାର୍ଜନର କେନ୍ଦ୍ର ଥିଲା। ଆଉ ଲେଖାଯାଉଛି ନୈତିକ ଭାବରେ, ଆତ୍ମିକ ଭାବରେ ସେମାନଙ୍କର ମଧ୍ୟରେ ଅନେକ ଧାର୍ମିକତା ଥିଲା। ପ୍ରିୟ ବନ୍ଧୁଗଣ, ଦେଖିପାରୁଛୁ ଏକ ବଡ଼ ସହର, ପୃଥିବୀର ବିଭିନ୍ନ ସ୍ଥାନର ଲୋକମାନେ ବ୍ୟବସାୟ କରିବା ପାଇଁ ସେହି ଅଞ୍ଚଳକୁ ଆସୁଥିଲେ। ଆଉ ସେମାନଙ୍କର ନୈତିକ ଜୀବନ, ସେମାନଙ୍କର ଜୀବନରେ ଆବଶ୍ୟକତା ଥିଲା ଖ୍ରୀଷ୍ଟଙ୍କର ସୁସମାଚାର। ତେବେ ଈଶ୍ୱରଙ୍କର ସଂକଳ୍ପ ଅନୁସାରେ ଦେଖୁଛୁ ଏହି ସାଧାରଣ ବିଶ୍ୱାସୀମାନେ ଆନ୍ତିଓଖିଆ ପର୍ଯ୍ୟନ୍ତ ଆସିଲେ। ଆଉ ଆନ୍ତିଓଖିଆ ମଣ୍ଡଳୀ ପାଉଲଙ୍କ ଦ୍ୱାରା ନୁହେଁ, ପ୍ରଚାରକ ଦ୍ୱାରା ନୁହେଁ, ମାତ୍ର ଏହି ସାଧାରଣ ବିଶ୍ୱାସୀମାନଙ୍କର ସରଳ ସାକ୍ଷ୍ୟ, ବିଶ୍ୱସ୍ତ ସାକ୍ଷ୍ୟ ଦ୍ୱାରା ଲେଖାଯାଉଛି ଆନ୍ତିଓଖିଆର ଯିହୁଦୀମାନଙ୍କର ମଧ୍ୟରେ ଯେତେବେଳେ ସେମାନେ ବାକ୍ୟ ପ୍ରଚାର କଲେ, ଲେଖାଯାଉଛି ଅନେକ ଅନେକ 21 ପଦରେ ଅନେକ ଅନେକ ଲୋକମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରି ତାଙ୍କ ପ୍ରତି ଫେରିଲେ। ସାଧାରଣ ବିଶ୍ୱାସୀମାନଙ୍କର ସାକ୍ଷ୍ୟ ଯିହୁଦୀମାନଙ୍କ ମଧ୍ୟରେ ପ୍ରଚାର କଲେ। ପରବର୍ତ୍ତୀ ସମୟରେ ଆମେ ପାଠ କରୁଛୁ ଯେ ଆଫ୍ରିକା କିମ୍ବା ଏସିଆ ମହାଦେଶର ବିଜାତୀୟମାନଙ୍କ ନିକଟରେ ସୁସମାଚାର ପହଞ୍ଚିଲା। ଆଉ ଉଭୟଙ୍କର ସାକ୍ଷ୍ୟ ସେବା କାର୍ଯ୍ୟ ଦ୍ୱାରା ଅନେକ ଅନେକ ଯେଉଁମାନେ ବିଶ୍ୱାସ କଲେ, ସେମାନେ ଈଶ୍ୱରଙ୍କ ପ୍ରତି ସେମାନେ ଫେରିଲେ।
କାର୍ଯ୍ୟ ଆରମ୍ଭ ହେଲା। ତେବେ ସେହି ସ୍ଥାନରେ କେଉଁମାନେ ନେତୃତ୍ୱ ଦେଲେ? ସେମାନଙ୍କ ମଧ୍ୟରେ ପରବର୍ତ୍ତୀ ସମୟରେ ଆମେ ଲକ୍ଷ୍ୟ କରୁଛୁ ଯେ ପାଉଲ ଆଉ ବର୍ଣ୍ଣବା ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ସେବା କାର୍ଯ୍ୟ ଆରମ୍ଭ କରିବା ପାଇଁ ଆରମ୍ଭ କଲେ। ଅନେକ ସମୟରେ ଆମେ ଭୁଲି ଯାଉ ଯେ ସୁସମାଚାର କାର୍ଯ୍ୟ, ମଣ୍ଡଳୀ ସ୍ଥାପନ କାର୍ଯ୍ୟ କେବଳ ମିଶନରୀମାନଙ୍କ ଦ୍ୱାରା, ପାଳକମାନଙ୍କ ଦ୍ୱାରା ହେଇଯାଏ ନା। ଆଜି ଆମେ ଉତ୍ସାହିତ ହଉ ଯେ ଆମମାନେ ଯେ ସରଳ ବିଶ୍ୱାସୀ, ଆମମାନଙ୍କର ଜୀବନ ମଧ୍ୟ ଯେପରି ଅନେକଙ୍କର ପରିବର୍ତ୍ତନର କାରଣ ହେଇପାରିବ। ତେବେ ପ୍ରଥମରେ ଆମେ ଲକ୍ଷ୍ୟ କରୁଛୁ ଏହି ଆନ୍ତିଓଖିଆ ମଣ୍ଡଳୀ, ଯେଉଁ ମଣ୍ଡଳୀରେ ଦିନେ ଏକ ସୁସମାଚାରୀୟ ମଣ୍ଡଳୀ ଭାବରେ ଚାରିଆଡ଼େ ସେମାନେ ସେବା କାର୍ଯ୍ୟ କରିବେ, ସେହି ମଣ୍ଡଳୀ ଏକ ପରିବର୍ତ୍ତିତ ମଣ୍ଡଳୀ ଥିଲା। ଆନ୍ତିଓଖିଆ ମଣ୍ଡଳୀ ଏକ ପରିବର୍ତ୍ତିତ ମଣ୍ଡଳୀ ଥିଲା। ସେମାନେ ଯିହୁଦୀମାନଙ୍କର ପୂର୍ବ ଧର୍ମାବଲମ୍ବୀ, ପୂର୍ବ ନୀତି ନିୟମକୁ ପରିତ୍ୟାଗ କରି ବର୍ତ୍ତମାନ ଖ୍ରୀଷ୍ଟଙ୍କୁ ବ୍ୟକ୍ତିଗତ ଜୀବନରେ, ସାମୂହିକ ଜୀବନରେ ସେମାନେ ବିଶ୍ୱାସ କରିବା ଦ୍ୱାରା ଲେଖାଯାଉଛି ଈଶ୍ୱର ପାଖରେ ସେମାନେ ଈଶ୍ୱରଙ୍କ ପ୍ରତି ଫେରିଲେ। ପ୍ରତିମା ପୂଜାରୁ ବର୍ତ୍ତମାନ ଈଶ୍ୱରଙ୍କ ନିକଟକୁ ଫେରିଲେ। ଆନ୍ତିଓଖିଆ ମଣ୍ଡଳୀ ଏକ ପରିବର୍ତ୍ତିତ ମଣ୍ଡଳୀ ହେଇଥିଲା। ପରବର୍ତ୍ତୀ ସମୟରେ ଆମେ ପାଠ କରୁଛୁ ଯେ ଏହି ଆନ୍ତିଓଖିଆ ବିଶ୍ୱାସୀ ଭାଇ ଭଉଣୀମାନଙ୍କୁ ଖ୍ରୀଷ୍ଟିଆନ ଭାବରେ ପରିଚିତ କରାଯାଇଥିଲା। ସେମାନେ ଆପଣମାନଙ୍କୁ ଖ୍ରୀଷ୍ଟିଆନ ମାନେ କହୁନଥିଲେ, ମାତ୍ର ଅନ୍ୟମାନେ ଯେତେବେଳେ ଦେଖିଲେ ଯେ ଏହି ଲୋକମାନେ ସମ୍ପୂର୍ଣ୍ଣ ଭିନ୍ନ, ସେମାନଙ୍କର ଆଚରଣ ଭିନ୍ନ, ସେମାନଙ୍କର ଜୀବନଯାପନ ଭିନ୍ନ, କହିଲେ ମାନେ କେଉଁମାନେ? ଏମାନେ ଯୀଶୁଙ୍କୁ, ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିଥିବାରୁ ସେମାନଙ୍କର ନାମ ଦେବା ଖ୍ରୀଷ୍ଟିଆନ। ହଁ, ଆନ୍ତିଓଖିଆ ମଣ୍ଡଳୀ ଏକ ପରିବର୍ତ୍ତିତ ମଣ୍ଡଳୀ ଥିଲା। ପ୍ରିୟ ବନ୍ଧୁଗଣ, ଆଜି ଆମମାନଙ୍କର ମଣ୍ଡଳୀ ବିଷୟ ଟିକେ ଚିନ୍ତା କରୁ। ଯେଉଁ ମଣ୍ଡଳୀରେ ଆପଣ ସମ୍ପୃକ୍ତ, ମୁଁ ସମ୍ପୃକ୍ତ। ଆଜି କ'ଣ ଆମମାନଙ୍କର ଏହି ସ୍ଥାନୀୟ ମଣ୍ଡଳୀ ଏକ ପରିବର୍ତ୍ତିତ ମଣ୍ଡଳୀ, ଜୀବନ ପରିବର୍ତ୍ତିତ ମଣ୍ଡଳୀ, କେବଳ ଧାରାବାହିକ ଭାବରେ ଆମେ ଗତାନୁଗତିକ ଭାବରେ ଖ୍ରୀଷ୍ଟିଆନ ପରିବାରରେ, ଖ୍ରୀଷ୍ଟୀୟ ମଣ୍ଡଳୀରେ ଆମେ ବୃଦ୍ଧି ପାଉଛୁ? ଯଦି ତାହା ସତ, ତେବେ ଆପଣଙ୍କର ମଣ୍ଡଳୀ, ମୋର ମଣ୍ଡଳୀ, ଆମେ କୌଣସି ପ୍ରକାର ଭାବରେ ସୁସମାଚାର ସେବା କାର୍ଯ୍ୟରେ ଅଂଶୀ ହେଇପାରିବା ନାହିଁ। ଆନ୍ତିଓଖିଆ ମଣ୍ଡଳୀ ଯେହେତୁ ଏକ ସମ୍ପୂର୍ଣ୍ଣ ପରିବର୍ତ୍ତିତ ମଣ୍ଡଳୀ ଥିଲା, ସେଥିପାଇଁ ଈଶ୍ୱର ଏକ ପରିବର୍ତ୍ତିତ ଜୀବନମାନଙ୍କୁ ନେଇ ଅନ୍ୟମାନଙ୍କର ବ୍ୟବହାର ନିମନ୍ତେ, ଅନ୍ୟମାନଙ୍କର ପରିତ୍ରାଣ ନିମନ୍ତେ ସେ ବ୍ୟବହାର କଲେ ଏକ ପରିବର୍ତ୍ତିତ ମଣ୍ଡଳୀ। ପରବର୍ତ୍ତୀ ସମୟରେ ଆମେ ପାଠ କରୁଛୁ କେବଳ ପରିବର୍ତ୍ତିତ ମଣ୍ଡଳୀ ନଥିଲା, ମାତ୍ର ତାହା ଏକ ସମ୍ପୂର୍ଣ୍ଣ ସମର୍ପିତ ମଣ୍ଡଳୀ ଥିଲା। ଈଶ୍ୱରଙ୍କର ବାକ୍ୟରେ ସେମାନେ ଦିନ ପ୍ରତିଦିନ ବୃଦ୍ଧି ପାଉଥିଲେ। ଲେଖାଯାଉଛି ଆନ୍ତିଓଖିଆ ମଣ୍ଡଳୀର ପରିବର୍ତ୍ତନ ଦେଖି ସେହି ସମ୍ବାଦ ଆମେ ଜାଣୁନା କିପରି ଭାବରେ ଜେରୁସାଲେମ ପର୍ଯ୍ୟନ୍ତ ବ୍ୟାପିଗଲା। ଆଉ ଜେରୁସାଲେମର ବିଶ୍ୱାସୀ ଭାଇ ଭଉଣୀମାନେ, ପ୍ରେରିତମାନେ ଶୁଣିଲେ, ହେ, ଆନ୍ତିଓଖିଆ ମଣ୍ଡଳୀରେ, ଆନ୍ତିଓଖିଆ ଗାଁରେ, ଏକ ବଡ଼ ସହରରେ, ବ୍ୟବସାୟ କ୍ଷେତ୍ରରେ କିଛିଟା ଗୋଟେ ଘଟୁଛି, ଅନେକ ଲୋକମାନେ ଯୀଶୁଙ୍କୁ ବିଶ୍ୱାସ କରୁଛନ୍ତି। କ'ଣ ହେଲା? ଆଉ ଲେଖାଯାଉଛି ସେମାନେ ସେହି କାର୍ଯ୍ୟକୁ ଦେଖିବା ପାଇଁ, ଈଶ୍ୱରଙ୍କର କାର୍ଯ୍ୟକୁ ଦେଖିବା ପାଇଁ ସେମାନେ ବର୍ଣ୍ଣବାକୁ ପଠାଉଛନ୍ତି। ଆଉ ଯେତେବେଳେ ବର୍ଣ୍ଣବା, ଯେ କି ଜଣେ ଉପଯୁକ୍ତ ବ୍ୟକ୍ତି ଥିଲେ, ବିଶ୍ୱାସିତ ବ୍ୟକ୍ତି ଥିଲେ, ଆତ୍ମିକ ଜୀବନରେ ବୃଦ୍ଧି ପ୍ରାପ୍ତ ଥିଲେ, ଆତ୍ମାରେ ପରିପୂର୍ଣ୍ଣ ଥିଲେ ବୋଲି ବାକ୍ୟ ଲେଖାଯାଉଛି। ଯେତେବେଳେ ବର୍ଣ୍ଣବା ଆସି ଆନ୍ତିଓଖିଆ ମଣ୍ଡଳୀର ଭାଇ ଭଉଣୀମାନଙ୍କର ଉଦ୍ଯୋଗ, ସାକ୍ଷ୍ୟ, ଆଚରଣ, ଜୀବନକୁ ଲକ୍ଷ୍ୟ କଲେ, ସେ ବିଶେଷ ଉତ୍ସାହିତ ହେଲେ। ବାକ୍ୟରେ ଲେଖାଯାଉଛି ବର୍ଣ୍ଣବା ସେମାନଙ୍କର ଜୀବନ ଦେଖି ଆନନ୍ଦିତ ହେଲେ, କିନ୍ତୁ କାର୍ଯ୍ୟ ଦେଲେ ବଢ଼ିବା ପାଇଁ ଆରମ୍ଭ କଲା। ବର୍ଣ୍ଣବା ଦେଖିଲେ ଯେ ମୋର ସାହାଯ୍ୟ ଯଥେଷ୍ଟ ନୁହେଁ, ଅଧିକ ସାହାଯ୍ୟକାରୀ ଆବଶ୍ୟକ। ଆଉ ସେହି ସମୟରେ ସେ ଶୁଣିଥିଲେ କିପରି ଭାବରେ ସାଉଲ ପରିବର୍ତ୍ତିତ ହୋଇ ପାଉଲ ନାମରେ ଉତ୍ସବର ସହିତ ନିଜର ସାକ୍ଷ୍ୟ ଦେଉଛନ୍ତି, ବାକ୍ୟ ଦେଉଛନ୍ତି, ଯୀଶୁଙ୍କର କଥା ଯୁଆଡ଼ି ଯାଉଛନ୍ତି କହୁଛନ୍ତି। ଆଉ ସେ ଦେଖିଲେ ସେହି ବ୍ୟକ୍ତି ଏକ ଉପଯୁକ୍ତ ବ୍ୟକ୍ତି ହବ। ଆଉ ଦେଖାଯାଉଛି ବର୍ଣ୍ଣବା ଆନ୍ତିଓଖିଆ ଛାଡ଼ି ଦେଇ ଖୋଜି ବୁଲିଲେ କୋଉଠି ସେ ଅଛନ୍ତି। ତାର୍ସ ନଗରରୁ ସେ ପାଉଲଙ୍କୁ ସେ ଘେରି ଆସିଲେ। ପାଉଲ ଆଉ ବର୍ଣ୍ଣବା ଉଭୟ
ଲେଖାଯାଇଛି 1 ବର୍ଷ ପରିଶ୍ରମ ସହିତ ଦିନ ପରେ ଦିନ ରାତି ପରେ ରାତି ସେମାନଙ୍କ ନିକଟରେ ସୁସମାଚାର ଅଧିକ ଶିକ୍ଷା ଦେବା ପାଇଁ ଆରମ୍ଭ କଲେ। ଏକ ପୂର୍ଣ୍ଣ ସମର୍ପିତ ମଣ୍ଡଳୀ ଭାବରେ ଆନ୍ତିଓଖିଆ ମଣ୍ଡଳୀ ବୃଦ୍ଧି ପାଇବା ପାଇଁ ଆରମ୍ଭ କଲା। କେବଳ ସେଇ 2 ଜଣ ନୁହନ୍ତି, କାର୍ଯ୍ୟ ବଢ଼ି ଚାଲିଲା। ପରବର୍ତ୍ତୀ ସମୟରେ ଆମେ ପାଠ କରୁଛୁ କିପରି ଭାବରେ ଅନ୍ୟ ସ୍ଥାନରୁ ଭାଇ ଭଉଣୀମାନେ ଆସିଲେ, ଭବିଷ୍ୟତବକ୍ତାମାନେ ଆସିଲେ, ଆଉ ସେମାନେ ପାଉଲ ଆଉ ବର୍ଣ୍ଣବାଙ୍କ ସହିତ ଏକତ୍ର ମିଳି ଦଳଗତ ଭାବରେ ସେମାନେ ଆନ୍ତିଓଖିଆର ଯେଉଁ ସମସ୍ତ ସୁଯୋଗ ପାଉଥିଲେ ବାକ୍ୟ ପ୍ରଚାର କରିବାରେ, ଶିକ୍ଷା ଦେବାରେ, ଅନୁଯୋଗ କରିବାରେ, ଉପଦେଶ ଦେବାରେ ସେମାନେ ସମସ୍ତେ ଲାଗି ପଡ଼ିଲେ। ପ୍ରିୟ ବନ୍ଧୁଗଣ, ଈଶ୍ୱରଙ୍କର ସେବା କାର୍ଯ୍ୟ ଏକତ୍ର ଭାବରେ କରାଯାଇପାରେ। ପାଉଲ, ବର୍ଣ୍ଣବା, ପୁଣି ସେଇ ମଣ୍ଡଳୀରେ ଆଉ 3 ଜଣ ନେତାଙ୍କର ବିଷୟ ମଧ୍ୟ ଲେଖାଯାଉଛି। ସେମାନଙ୍କର ସହିତ ପୁଣି ବାହାରୁ ଯେଉଁ ଭାବବାଦୀମାନେ ଆସିଥିଲେ, ଏକ ଦଳଗତ ଭାବରେ ଏକ ଲକ୍ଷ୍ୟରେ ଏକ ଉଦ୍ୟୋଗ କ'ଣ ଥିଲା ନା ଯେପରି ଅନ୍ୟମାନଙ୍କ ନିକଟରେ ଆମେ ସୁସମାଚାରକୁ ପହଞ୍ଚାଇବା। କାରଣ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ଏକ ବ୍ୟବସାୟ କେନ୍ଦ୍ର, ଲୋକମାନେ ନୈତିକ ଜୀବନରେ ବହୁତ ତଳେ ଅଛନ୍ତି, ସେମାନଙ୍କ ପାଇଁ ଆତ୍ମିକ ପରିବର୍ତ୍ତନ ଆବଶ୍ୟକ, ପୁଣି ଯଥେଷ୍ଟ ସୁଯୋଗ ଅଛି। ହୁଏତ ଫଳରେ ଆନ୍ତିଓଖିଆ ମଣ୍ଡଳୀ ଏକ କେନ୍ଦ୍ର ସ୍ଥାନ ଭାବରେ ରହି ଚାରିଆଡ଼କୁ ସୁସମାଚାରକୁ ନେଇଯିବ। ଏକ ଦଳଗତ ସେବା କାର୍ଯ୍ୟରେ ସେମାନେ ଅଗ୍ରସର ହେଲେ। ଏକ ପୂର୍ଣ୍ଣ ସମର୍ପିତ ଜୀବନ ଦଳଗତ ଭାବରେ ତାଙ୍କର କାର୍ଯ୍ୟକୁ ସେମାନେ ଆରମ୍ଭ କଲେ। ଲେଖାଯାଉଛି କିପରି ଭାବରେ ଏହି ଆନ୍ତିଓଖିଆ ମଣ୍ଡଳୀ ଆରମ୍ଭ ଅବସ୍ଥାରୁ ଅନ୍ୟମାନଙ୍କର ଆବଶ୍ୟକତା ପ୍ରତି ସେମାନେ ଚିନ୍ତିତ ହୋଇଥିଲେ, ଭାରଗ୍ରସ୍ତ ହୋଇଥିଲେ। ପଦାନ୍ୟତା ସେମାନଙ୍କର ମଣ୍ଡଳୀର ଏକ ଉତ୍ତମ ଗୁଣ ଥିଲା। ଅର୍ଥ ସଂଗ୍ରହ କଲେ। ପାଉଲ ଆଉ ବର୍ଣ୍ଣବାଙ୍କର ହସ୍ତରେ ଦେଇ କହିଲେ, ଭାଇମାନେ ତୁମମାନେ ଯାଅ, ସେମାନଙ୍କ ନିକଟକୁ ଏହି ଅର୍ଥ ପହଞ୍ଚାଇ ଦିଅ। ପ୍ରିୟ ବନ୍ଧୁଗଣ, ଆଜି ଆମେ ଚିନ୍ତା କରୁ ଆମମାନଙ୍କର ମଣ୍ଡଳୀ ଗୁଡ଼ିକ, ସ୍ଥାନୀୟ ମଣ୍ଡଳୀ ଗୁଡ଼ିକ କ'ଣ ଆମେ ଅନ୍ୟମାନଙ୍କର ଅଭାବ ବିଷୟରେ, ଅନ୍ୟ ମଣ୍ଡଳୀମାନଙ୍କର ଭାଇ ଭଉଣୀମାନଙ୍କର ଅଭାବ ବିଷୟରେ ଆମେ କ'ଣ ସୁଚିନ୍ତିତ? କେବଳ ଆମମାନଙ୍କ ନିଜର ପରିସର ମଧ୍ୟରେ ଆମେ ବନ୍ଧା ହେଇ ରହିଛୁ, ମୁଁ, ମୋର ମଣ୍ଡଳୀ, ମୋର ପରିବାର? ନା, ଆନ୍ତିଓଖିଆ ମଣ୍ଡଳୀ ଏକ ମିଶନାରୀ ମଣ୍ଡଳୀ ଥିଲା। ଅନ୍ୟମାନଙ୍କର ପାଇଁ ସେମାନେ ଭାରଗ୍ରସ୍ତ ହେଲେ ଆଉ ସାହାଯ୍ୟ ସେମାନେ ପ୍ରେରଣ କଲେ। ପରବର୍ତ୍ତୀ ସମୟରେ ଏହି ମଣ୍ଡଳୀ ଏକ ପ୍ରାର୍ଥନାଶୀଳ ମଣ୍ଡଳୀ ଥିଲା। ଖାଲି ପ୍ରାର୍ଥନା ନୁହେଁ, ଆମମାନଙ୍କ ପରି ପ୍ରାର୍ଥନା ନୁହେଁ, ମାତ୍ର ଲେଖାଯାଉଛି ସେମାନେ ଉପବାସ ସହିତ ପ୍ରାର୍ଥନା। ଯେତେବେଳେ ଆମେ ପ୍ରେରିତ ତାର 13 ପର୍ବକୁ ଚାଲି ଆସୁଛୁ, ମଣ୍ଡଳୀ ବୃଦ୍ଧି ପାଉଛି, ମଣ୍ଡଳୀ ମଧ୍ୟରେ ବୃଦ୍ଧି ପାଉଛି, ପ୍ରଚାର କାର୍ଯ୍ୟ ବୃଦ୍ଧି ପାଉଛି, ସାମାଜିକ ସ୍ତରରେ ବୃଦ୍ଧି ପାଉଛନ୍ତି। ଆଉ ଯେତେବେଳେ ସେମାନେ ପ୍ରାର୍ଥନାରେ, ଉପବାସରେ ନିବିଷ୍ଟ ଭାବରେ, ଅର୍ଥ କ'ଣ ନା ଈଶ୍ୱରଙ୍କର ନିକଟରେ ଅପେକ୍ଷା କରୁଥିଲେ, ମାଗୁଥିଲେ, ପ୍ରଭୁ ଆମର ଏ ମଣ୍ଡଳୀ ପ୍ରତି ତୁମର ଯୋଜନା କ'ଣ? କିପରି ଭାବରେ ତୁମେ ଆମକୁ ବ୍ୟବହାର କରିବା ପାଇଁ ଚାହୁଁଛ? ତୁମେ ଆମକୁ ଦେଖାଅ। ପ୍ରାର୍ଥନାରେ ପ୍ରଭୁଙ୍କର ପାଖରେ ଅପେକ୍ଷା କରି ରହୁଥିଲେ। ଆଉ ଲେଖାଯାଉଛି ପବିତ୍ର ଆତ୍ମା ସେମାନଙ୍କ ଉପରେ ଅଧିଷ୍ଠାନ କରି ସେମାନଙ୍କୁ କହୁଛନ୍ତି, ହଁ ତୁମେ ପ୍ରାର୍ଥନା କରୁଛ, ଅପେକ୍ଷା କରୁଛ ଈଶ୍ୱରଙ୍କ ଚାଳନା, ଏଇ ହେଉଛି ଈଶ୍ୱରଙ୍କର ଯୋଜନା। ତୁମମାନଙ୍କର ମଧ୍ୟରେ ଯେଉଁ ପାଉଲ ଆଉ ଯେଉଁ ବର୍ଣ୍ଣବା ମଣ୍ଡଳୀକୁ ବୃଦ୍ଧି କରିଛନ୍ତି, କରୁଛନ୍ତି, ଆଉ ତୁମେ ତାକୁ ଚାହୁଁଛ। ମଣ୍ଡଳୀର ଅଧ୍ୟକ୍ଷ ସେମାନେ, ସେମାନଙ୍କୁ ଆମ ନିମନ୍ତେ ପୃଥକ କର। ମଣ୍ଡଳୀ ପ୍ରତି ଆହ୍ୱାନ ଆସୁଛି, ଆଉ ପାଉଲଙ୍କୁ ଧରି ରଖନି, ଆଉ ବର୍ଣ୍ଣବାକୁ ଧରି ରଖନି, ଆଉ ଅନ୍ୟମାନଙ୍କୁ ଧରି ରଖନ୍ତି, ସମୟ ଅଛି ସେମାନଙ୍କୁ ଛାଡ଼। ଆନ୍ତିଓଖିଆର ଚାରି ପାଖରେ ଅନେକ ସ୍ଥାନ ଗୁଡ଼ିକ ରହିଛି, ଅନେକ ଲୋକ ଦଳମାନେ ଅପେକ୍ଷା କରିଛନ୍ତି, ସେମାନେ ମଧ୍ୟ ସୁସମାଚାର ଶୁଣିବାର ଆବଶ୍ୟକତା ଅଛି। ପ୍ରିୟ ବନ୍ଧୁଗଣ, କ'ଣ ଆମେ ପାଠ କରୁଛୁ? ସେମାନେ ଅକୁଣ୍ଠିତ ଚିତ୍ତରେ ଈଶ୍ୱରଙ୍କର ଆତ୍ମାଙ୍କର ଅଧିଷ୍ଠାନ, କର୍ତ୍ତୃତ୍ୱ ମଧ୍ୟରେ, ପରାମର୍ଶ ମଧ୍ୟରେ, ଚାଳନା ମଧ୍ୟରେ ଏପରି ଭାବରେ ନିଜ ଜୀବନକୁ ସମର୍ପଣ କରିଦେଲେ। ସେମାନେ କହିଲେ, ନା, ଯଦି ଏହା ପ୍ରଭୁଙ୍କର ଯୋଜନା, ଏହା ପବିତ୍ର ଆତ୍ମାଙ୍କର ପ୍ରେରଣା, ତେବେ ନା, ଆମେ ଆଉ ଧରି ରଖିବୁନି। ଯାଅ ପାଉଲ, ଯାଅ ବର୍ଣ୍ଣବା, ଯାଅ।
ସେମାନେ ମାଣ୍ଡଳିକ ଭାବରେ ବର୍ଣ୍ଣବା ଆଉ ପାଉଲଙ୍କୁ ଅନ୍ୟ ସେବା କାର୍ଯ୍ୟ ନିମନ୍ତେ ସେମାନେ ପ୍ରେରଣ କରୁଛନ୍ତି। ପ୍ରିୟ ବନ୍ଧୁଗଣ, ଚିନ୍ତା କରନ୍ତୁ ଆପଣଙ୍କର ମଣ୍ଡଳୀ କେଉଁ ସମୟରେ ସେହିପରି ମଣ୍ଡଳୀର କର୍ମକର୍ତ୍ତାମାନେ ଯେଉଁମାନେ କି ମଣ୍ଡଳୀର ମୌଳିକ ଭାବରେ କାର୍ଯ୍ୟ କରୁଛନ୍ତି, ସ୍ତମ୍ଭ ଭାବରେ ଅଛନ୍ତି, ଯୁବା ପିଲାମାନେ ପ୍ରଭୁଙ୍କ ସେବାରେ ଉଦ୍ୟୋଗୀ ଅଛନ୍ତି। ଆଜି କ'ଣ ଆମମାନଙ୍କ ମଣ୍ଡଳୀରୁ ସେମାନଙ୍କୁ ଆମେ ଅନ୍ୟ ସ୍ଥାନ ଗୁଡ଼ିକରେ ସେବା କାର୍ଯ୍ୟ କରିବା ପାଇଁ ଆମେ ପ୍ରେରଣ କରୁଛୁ, ଉତ୍ସାହିତ କରୁଛୁ? ନା ସେମାନଙ୍କୁ ନା ସେମାନେ ଆମମାନଙ୍କର ଉତ୍ତମ ଲୋକ, ସେମାନେ ମଣ୍ଡଳୀର କର୍ମକର୍ତ୍ତା, ସେମାନେ ବରିଷ୍ଠ ଲୋକ, ସେମାନେ ଆମମାନଙ୍କ ମଣ୍ଡଳୀ ଖାଆନ୍ତୁ ନା। ଆନ୍ତିଓଖିଆ ମଣ୍ଡଳୀ ସେହିପରି ମଣ୍ଡଳୀ ନଥିଲା। ସେମାନେ ପରିତ୍ୟାଗ ପଠେଇଲେ ଆଉ ସେମାନଙ୍କୁ କହିଲେ, ଯାଅ ପାଉଲ, ଯାଅ ବର୍ଣ୍ଣବା, ଯାଅ ଆଉ ମନେ ରଖ, ଏଇ ମଣ୍ଡଳୀ ଯେଉଁ ମଣ୍ଡଳୀକୁ ତୁମେ ଉତ୍ସାହ ଦେଲ, ପ୍ରେରଣା ଦେଲ, ଈଶ୍ୱର ବାକ୍ୟରେ ତୁମେ ଶିକ୍ଷିତ କଲ, ଏହି ମଣ୍ଡଳୀ ତୁମର ପଛରେ ଠିଆ ହେବ। ପ୍ରିୟ ଭାଇ ଭଉଣୀମାନେ, ଆମର ପାଇଁ କେତେ ଶିକ୍ଷା! ମଣ୍ଡଳୀ ପ୍ରେରଣ କଲେ, କହିଲେ ଆମେ ତୁମର ପଛରେ ଠିଆ ହେଇଛୁ, ତୁମର ପାଇଁ ଆମେ ନିତ୍ୟ ପ୍ରାର୍ଥନା କରିବା। ଯାଅ, ତାଡ଼ନା ଆସିବ, କଷ୍ଟ ଆସିବ, କିନ୍ତୁ ସେହି ସମୟରେ ମନେ ରଖିବ ତୁମର ପଛରେ ଆନ୍ତିଓଖିଆ ମଣ୍ଡଳୀର ଭାଇ ଭଉଣୀମାନେ ପ୍ରାର୍ଥନାରେ ରହିଛନ୍ତି। ଆଜି ଆମମାନଙ୍କର ମଣ୍ଡଳୀ ବିଷୟରେ ଆମେ ଚିନ୍ତା କରୁ। ବଦାଳୀନତା, ସେମାନଙ୍କର ପ୍ରାର୍ଥନା, ସେମାନଙ୍କର ସମର୍ପିତ ଜୀବନ, ପରିବର୍ତ୍ତିତ ଜୀବନ, ଦଳଗତ ସେବା କାର୍ଯ୍ୟ ଦ୍ୱାରା ଆନ୍ତିଓଖିଆ ମଣ୍ଡଳୀ ଅନେକ ମଣ୍ଡଳୀ ସୁସମାଚାର, ଅନେକ ସ୍ଥାନରେ ସୁସମାଚାର ପ୍ରଚାର କରିବାରେ ସହାୟକ ହେଇଥିଲେ। ଆଜି ଆମମାନଙ୍କର ଜୀବନ ବିଷୟରେ ଆମେ ଚିନ୍ତା କରୁ। ବ୍ୟକ୍ତିଗତ ଜୀବନରେ କ'ଣ ଆମମାନଙ୍କର ପରିବର୍ତ୍ତନ ଆସିଛି? ଯଦି ଆସିଛି, ନିଶ୍ଚିତ ଭାବରେ ତାଙ୍କର ଆମେ ସାକ୍ଷୀ ହେବା। ସାଧାରଣ ବିଶ୍ୱାସୀ ଆପଣ ଦେଇପାରନ୍ତି, କିନ୍ତୁ କିଏ ଜାଣେ ଆପଣଙ୍କର ଏହି ସାଧାରଣ ବିଶ୍ୱାସର ଜୀବନକୁ ଈଶ୍ୱର ଅନେକଙ୍କର ପରିତ୍ରାଣ ନିମନ୍ତେ କିଏ ଜାଣେ ଯେ ଆପଣଙ୍କର ଦ୍ୱାରା ଗୋଟିଏ ଅନୁନ୍ନତ ସ୍ଥାନରେ ନ ପହଞ୍ଚିବା ସ୍ଥାନରେ ପ୍ରଭୁ ଏକ ମଣ୍ଡଳୀ ସ୍ଥାପନ କରିବା ପାଇଁ ଚାହାନ୍ତି। ପ୍ରଭୁ ଅନେକଙ୍କୁ ସେହିପରି ଅତୀତରେ ଏବେ ବି ବ୍ୟବହାର କରୁଛନ୍ତି। ଆପଣଙ୍କୁ ମଧ୍ୟ ବ୍ୟବହାର କରିପାରିବେ, ବ୍ୟକ୍ତିଗତ ଭାବରେ, ପାରିବାରିକ ଭାବରେ, କିମ୍ବା ଆନ୍ତିଓଖିଆ ମଣ୍ଡଳୀର ପରିବେଶ ମଧ୍ୟରେ ଆପଣ ପୁଣି ମୁଁ ଆମର ଅନ୍ୟମାନଙ୍କର ପରିତ୍ରାଣର କାରଣ, ଅନ୍ୟ ସ୍ଥାନ ଗୁଡ଼ିକର ମଣ୍ଡଳୀ ସ୍ଥାପନର କାରଣ ହେଇପାରିବା। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମ ପାଇଁ ଏହି ସୁଯୋଗ, ଚାରିପାଖରେ ଅନେକ ଲୋକମାନେ ଅଛନ୍ତି, ଅନେକ ବ୍ୟବସାୟ କେନ୍ଦ୍ର ଗୁଡ଼ିକ ଅଛନ୍ତି, ନୈତିକ ଜୀବନରେ ଅନେକ ଲୋକମାନେ ଆଜି ଦୁର୍ବଳ ଅବସ୍ଥାରେ ଅଛନ୍ତି। ଆପଣ ପୁଣି ମୁଁ କେତେଦିନ ଆଉ ଆମେ ଆମମାନଙ୍କର ବିଶ୍ୱାସକୁ ନିଜ ମତରେ ଧରି ରଖିବା? ଅନ୍ୟମାନେ ଅପେକ୍ଷା କରିଛନ୍ତି। ଆନ୍ତିଓଖିଆ ମଣ୍ଡଳୀର ଚାରିପାଖର ଲୋକମାନେ ଅପେକ୍ଷାରେ ଥିଲେ, ଆଉ ଏ ମଣ୍ଡଳୀ ଈଶ୍ୱରଙ୍କର ଆତ୍ମାଙ୍କର ବାଧ୍ୟ ଦେଇ ସେବା କାର୍ଯ୍ୟରେ ଆପଣାକୁ ନିୟୋଜିତ କରିଥିଲେ। ଏକ ପରିବର୍ତ୍ତିତ ମଣ୍ଡଳୀ, ଏକ ପୂର୍ଣ୍ଣ ସମର୍ପିତ ମଣ୍ଡଳୀ, ଏକ ବଦାନ୍ୟତାର ମଣ୍ଡଳୀ, ଏକ ପ୍ରାର୍ଥନାର ମଣ୍ଡଳୀ, ଏକ ସୁସମାଚାରୀୟ ସେବା କାର୍ଯ୍ୟର ମଣ୍ଡଳୀ ଭାବରେ ଆନ୍ତିଓଖିଆ ମଣ୍ଡଳୀ ସେଦିନ ଅନେକଙ୍କ ନିମନ୍ତେ ପରିଚିତ ହେଇପାରିଥିଲା। ପ୍ରଭୁ ଆମମାନଙ୍କର ମଣ୍ଡଳୀକୁ ସେହି ପ୍ରକାର ଭାବରେ ଗଠନ କରନ୍ତୁ।